ତୁମର ମନେ ଅଛି? ଅବଶ୍ୟ 3-4 ବର୍ଷ ବିତିଗଲାଣି, ହେଲେ ମୋର କିନ୍ତୁ ମନେ ଅଛି। ତୁମ କଣ୍ଠସ୍ୱରର ସେଇ 2 ପଦ ଗୀତ ଆଜି ବି ମୁଁ ଗୁଣଗୁଣାଏ। ଜାଣିଛ, ଗୀତରେ ନା ତୁମ କଣ୍ଠସ୍ୱର ମୋତେ ବହୁତ ଭଲ ଲାଗେ। ସବୁବେଳେ ଭାବେ ମୁଁ କ'ଣ ତୁମ ସହ କେବେ କଥା ହେଇପାରିବିନି, ହେଲେ ମନରେ ଭୟ ବି ଥାଏ। ଆଉ ତାପରେ ଦେଖିବାକୁ ଗଲେ ମୁଁ ତ ତମ ପାଇଁ ଅଜଣା। ପୁଣି ଜଣେ ନାରୀକୁ ଏଇସବୁ କଥା ପଚାରିବା କ'ଣ ଠିକ୍ ହେବ? ଏହି ପ୍ରଶ୍ନ ପାଇଁ ଇଚ୍ଛା ଥିଲେ ବି କିଛି କୁହେନି। କେତେଦିନ ଆଉ ଚୁପ୍ ରହିବି? ମନଟା ପରା ବୁଝୁନି। ତେଣୁ ବାଧ୍ୟ ହୋଇ କିଛି ଦିନ ପରେ ମୁଁ ପଚାରିଦେଲି। ମନ କହୁଥାଏ ତୁମେ ହଁ କହିବ। ସତକୁ ସତ ତୁମେ ବି ନମ୍ବର ଦେଇଦେଲ। ଆଉ ପ୍ରଥମ ଥର ପାଇଁ ମୁଁ ତୁମ ସହ କଲ୍ରେ କଥା ହେଇଥିଲି। ସେଦିନ ଆଜି ବି ମୋର ମନେ ଅଛି। ମୋ ପାଟି ମୋ ଆୟତ୍ତରେ ହିଁ ନଥିଲା। ଯେତେ ଆଦେଶ ଦେଲେ ବି ସେ ତ ମୋ ବୋଲ ହିଁ ମାନୁନଥିଲା। ଖାଲି ଚୁପ୍ ରହିଯାଉଥିଲା। ଯଦି କଥା କହୁଥିଲା ବାର ବାର ଝୁଣ୍ଟୁଥିଲା। ଆଉ ହୃଦସ୍ପନ୍ଦନ କଥା ନ କହିବା ହିଁ ଭଲ। ତାପରେ ନେଟୱାର୍କ ଇସ୍ୟୁ, ପୁଣି କିଛି କ୍ଷଣ ପରେ କଲ୍ କଟିଗଲା। ଏଇ ଥିଲା ଆମର ପୁରୁଣା ସ୍ମୃତିପତ୍ର। କ'ଣ ଠିକ୍ କହିଲି ତ?